ଯେତେବେଳେ ଆମର ଗୋଟେ ଉଦ୍ୟମ ହେଇଥିଲା କିଛି ବର୍ଷ ପୂର୍ବେ ବୋଧେ 2018 ମସିହାରେ ଆଜ୍ଞା ସେତେବେଳେ ସେମାନେ ତ ଯାଇପାରିଲେ ନାହିଁ କାରଣ ଚାବି ମିଳିଲା ନାହିଁ କିନ୍ତୁ ଏଏସ୍ଆଇ ଆଉ ଯେଉଁ ଏକ୍ସପର୍ଟସ୍ ମାନେ ଥିଲେ ସେମାନେ ଟର୍ଚ୍ଚ ଲାଇଟ୍ ପକେଇକି ଦେଖିଲେ ଯେ ଭିତରେ ସବୁ କାଫି ଭାବରେ ଫାଟ ଅଛି ପାଣି ବି ଆସୁଛି ଆଉ ତାର ଅର୍ଥାତ୍ ତୁରନ୍ତ କନଜରଭେସନ୍ ନିହାତି ଦରକାର। ଗୋଟେ ହେଉଛି ଇନଭେଣ୍ଟ୍ରି ଆଉ ଦ୍ୱିତୀୟ ହେଉଛି ରତ୍ନଭଣ୍ଡାରର ସୁରକ୍ଷା। ତେଣୁ ଆମେ ତ ସରକାରଙ୍କ ପାଖରେ ନିବେଦନ କରିଛୁ କାରଣ ସରକାର ୟା ଉପରେ ନିଷ୍ପତ୍ତି ନେବେ। ସରକାରଙ୍କର ନିଷ୍ପତ୍ତି ନେଲା ପର୍ଯ୍ୟନ୍ତ ଏ କାମଟା ହେଇପାରିବ ନାହିଁ। ମ୍ୟାନେଜିଂ କମିଟି ସରକାରଙ୍କୁ ନିବେଦନ କରିଛି ଯେ ଏଇଟା ନିହାତି ଦରକାର ହେଉଛି ତେଣୁ ସରକାର ସୁବିଧା ସମୟ ଦେଖିକି ତାଙ୍କର ନିଷ୍ପତ୍ତି ନେଲେ ଇଏ ରତ୍ନଭଣ୍ଡାରର ମରାମତି ହେବ ଆଉ ସେ ସମୟରେ ତାର ଇନଭେଣ୍ଟ୍ରି ବି ହେବ। ପ୍ରଥମେ ଇନଭେଣ୍ଟ୍ରି ହେବ। ଆପଣ ଲାଗୁଛି କି ଯେ ରିସ୍କ ସବୁ ପ୍ରସ୍ତୁତ ନୁହନ୍ତି ଭିତରେ କ'ଣ ଥିବ କ'ଣ ହଜିଥିବ କ'ଣ ଥିବ ଏଥିପାଇଁ କାଳେ ଏକୁ ନେଇକି ଏକ ଚର୍ଚ୍ଚା ହେବ ବିବାଦ ହେବ ସରକାରଙ୍କ ବଦନାମ ଆସିବ। ଆପଣ କେତେ ସମୟ ପୋଷ୍ଟପୋନ୍ କରିବେ କାରଣ ବାସ୍ତବରେ ରତ୍ନଭଣ୍ଡାର ସ୍ଥିତି ଭଲ ନାହିଁ। ତେଣୁ ଯେତେ ଶୀଘ୍ର ରାଜ୍ୟ ସରକାର ନିଷ୍ପତ୍ତି ନେଇକି କାର୍ଯ୍ୟକ୍ରମ କରିବେ।